ଆପଣଙ୍କ ବାପା କଣ କଣ କରନ୍ତି କହୁଥିଲେ? ଅଟୋ ଚଲାନ୍ତି ଆପଣଙ୍କ ବାପା? ଅଟୋ ଚଲେଇକି ଆପଣଙ୍କ ଏଭଳିଆ ରେସିଡେନ୍ସିଆଲ କଲେଜରେ ପାଠ ପଢୁଥିଲେ, ତ ଆପଣ ବାପାଙ୍କର ନାଁ ରଖିଛନ୍ତି ବା କଲେଜର ନାଁ ରଖିଛନ୍ତି, କେତେ ଖୁସି ଅଛନ୍ତି ଆପଣ? ବହୁତ ଖୁସି ଅଛି। କଣ ଆଗକୁ କଣ କରିବେ? ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାତିରେ ପାଠ ପଢି ପାରେନି। ମୋ ବାପା ମୋ ସାଙ୍ଗରେ ମାନେ ଅଟୋ ଚଲାନ୍ତି। ସେ ଗୋଟେ ଆସି ମତେ ପାଠ ପଢାନ୍ତି ମୋ ଘରେ। ରାତିରେ ମୋ ସାଙ୍ଗରେ ବସିକି ମୁଁ ପଢି ପାରେନି ବୋଲି। ହାयर ସେକେଣ୍ଡାରୀ ସ୍କୁଲରେ ପ୍ଲସ ଟୁ ଆର୍ଟ୍ସ ନେଇ ପଢୁଥିଲି। ଚଳିତ ବର୍ଷ CHSE ଦ୍ୱାରା ପରିଚାଳିତ ହୋଇଥିବା ଦ୍ୱାଦଶ ବୋର୍ଡ ପରୀକ୍ଷାରେ 94% ଉତ୍ତୀର୍ଣ୍ଣ ହୋଇଛି। ଏହାର ଫାଷ୍ଟ ଶ୍ରେୟ ମୋ ଫାଷ୍ଟ ପ୍ୟାରେଣ୍ଟସ୍, ତାପରେ କଲେଜର ଅଧ୍ୟାପିକା ଅଧ୍ୟାପକ ମାନଙ୍କୁ ଦବାକୁ ଯାଉଛି, ଯିଏକି ଦିନ ରାତି ପୁରା ଏକ କରିକି ଏକ କରିକି ପାଠ ପଢିଥିଲେ। ଆଉ ବିଦ୍ୟା ହଉଛି ଗୋଟେ ଏମିତି ଗୋଟେ ପ୍ଲାଟଫର୍ମ ଯିଏକି ସବୁବେଳେ ସମସ୍ତଙ୍କୁ ସମାନ ପ୍ରକାର ସୁବିଧା ସୁଯୋଗ ଦେଇଛି, କେବେ ହେଲେ କାହାକୁ ନେଗ୍ଲେକ୍ଟ କରିନି। କଣ କହିବେ, କେତେ ଖୁସି ଅଛନ୍ତି, କେତେ ମାର୍କ ରଖିଛନ୍ତି? 546 ମାର୍କ ରଖିଛନ୍ତି। କିଭଳି ଭାବରେ ସ୍କୁଲରେ ଏଇ କଲେଜରେ ପାଠ ପଢା ହଉଥିଲା? କେତେ ବାପା କଣ କରନ୍ତି? ବାପା ମିସ୍ତ୍ରୀ କାମ କରନ୍ତି। ଆପଣ ଏତେ ମାର୍କ ଭଲ ମାର୍କ ରଖିଛନ୍ତି, କେତେ ଖୁସି ଲାଗୁଛି? କିଏ ଆସିଛନ୍ତି ଆପଣଙ୍କ ସହିତ? ଶୁଣୁଥିଲେ ଯୋଉ ଭଳି ଭାବରେ ପ୍ରତିକ୍ରିୟା ରଖୁଥିଲେ, ଯୋଉ ଭଳି ଭାବରେ ବିଜ୍ଞାନ ପଢା ପଢିଥିଲା, ଏଠି ପଢିଲା ପରେ କେମିତି ହେଲା? ପଢିଲା ପୂର୍ବରୁ ସ୍କୁଲରେ ମୁଁ କିଛି ଆଚିଭ୍ କରିପାରୁନଥିଲି। ସ୍କୁଲରେ ତାପରେ କଲେଜ ଆସିଲି, ସାର୍ ମତେ ନେଇକି ଆସିଲି କଲେଜ। ଆସି ସାର୍ ସେ ମତେ ବହୁତ ମୋ ପାଇଁ ବହୁତ ପରିଶ୍ରମ କରିଛନ୍ତି। ମାନେ ପଢୁଥିଲେ କିନ୍ତୁ ହଷ୍ଟେଲରେ ରହୁନଥିଲି।